ସମସ୍ତଙ୍କୁ ଆମର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ଆଜି ଆମର ଆଲୋଚନାର ବିଷୟ ହେବ ବିଭାଜ୍ୟତାର ନିୟମ। ଏଇଟା କେବଳ ସ୍କୁଲ ପିଲା ଛୁଆଙ୍କ ପାଇଁ ନୁହଁ, ଯେଉଁମାନେ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ଯଦି ପ୍ରିପେୟାର କରୁଥିବେ ସେମାନଙ୍କୁ ମଧ୍ୟ କାମରେ ଆସିବ। ଏଇଟା ଗଣିତର ଗୋଟିଏ ମୁଖ୍ୟ ଉପାଦାନ କହିଲେ ଚଲେ। ଦେଖ, ଆଜି ଆମେ ପଢ଼ିବା ବିଭାଜ୍ୟତାର ନିୟମ ବା ଡିଭିଜିବିଲିଟି ରୁଲ୍। ଦେଖ କ'ଣ ଅଛି ଦେଖିବ। ପ୍ରଥମେ ଦେଖିବା ଯେ 2 ଦ୍ୱାରା ବିଭାଜ୍ୟ ବେଲେ କେଉଁ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ, 3 ଦ୍ୱାରା ବିଭାଜ୍ୟ, 4 ଦ୍ୱାରା, 5 ଦ୍ୱାରା, 10 ଦ୍ୱାରା ଆମେ ତାହାର ନିୟମ ଅନୁଯାୟୀ ତାହା ଜାଣି ରଖିବା। ଦେଖ ପିଲାମାନେ, ଆମେ ବୁଝିବାକୁ ଚେଷ୍ଟା କରିବା। 2 ଦ୍ୱାରା ବିଭାଜ୍ୟର ନିୟମ କ'ଣ କହୁଛି ଦେଖ। ଯେଉଁ ସଂଖ୍ୟାର ଏକକ ସ୍ଥାନରେ 0, 2, 4, 6 କିମ୍ବା 8 ଥାଏ ତାହା 2 ଦ୍ୱାରା ବିଭାଜ୍ୟ। ତା ମାନେ କ'ଣ? ସଂଖ୍ୟା ଯାହା ବି ହେଇଥାଉ, ମନେକର ସଂଖ୍ୟା ହେଲା 5, 4, 8, 3, 0, 8, 4, 2, 2, 4, 2, 5। ତା ମାନେ ବାମ ପଟେ ଯାହା ଅଛି ଆମର ସେଥିରେ କୌଣସି ଆବଶ୍ୟକତା ନାହିଁ। ଆମେ କ'ଣ ଦେଖିବା? କେବଳ ଏକକ ଘରେ ଦେଖିବା ଯେ ଏକକ ଘର ଅଙ୍କର ସଂଖ୍ୟା। ଯଦି ଏକକ ଘରର ଅଙ୍କରେ କ'ଣ ଥିବ? 0, 2, 4, 6, 8 ଏସବୁ ଯଦି ଥାଏ ତାହେଲେ ସେ ସଂଖ୍ୟାଟି କ'ଣ ହେବ? 2 ଦ୍ୱାରା ବିଭାଜ୍ୟ ହେବ। ଦେଖ ପ୍ରଥମ ସଂଖ୍ୟା ଦେଖିବା 5, 4, 8। ଏକକ ଘର କ'ଣ ଅଛି? 8 ଅଛି। ଦେଖ ଏଠି 8 ଅଛି, ତାମାନେ ଏ ସଂଖ୍ୟାଟି କ'ଣ ହେବ? 2 ଦ୍ୱାରା ବିଭାଜ୍ୟ। ଦ୍ୱିତୀୟ ସଂଖ୍ୟା କ'ଣ ଅଛି? 8 ଅଛି, ଏଇଟା ମଧ୍ୟ 2 ଦ୍ୱାରା ବିଭାଜ୍ୟ ହେବ। ଦେଖ ଏ ସଂଖ୍ୟାଟି କ'ଣ ଅଛି? 4, 2, 2, ଏଇଟା ମଧ୍ୟ ଏକକ ଘର 2 ଅଛି, ତାମାନେ ଏ ସଂଖ୍ୟାଟି ମଧ୍ୟ କ'ଣ ହେବ? 2 ଦ୍ୱାରା ବିଭାଜ୍ୟ ହେବ। ଆଉ ଏ ସଂଖ୍ୟା ଦେଖ 4, 2, 5, ଏକକ ଘର କ'ଣ ଅଛି? 5 ଅଛି। ଯଦି ଏକକ ଘରେ କ'ଣ ଅଯୁଗ୍ମ ସଂଖ୍ୟା ରହିବ ତାହେଲେ କ'ଣ ହେବ? ଅଯୁଗ୍ମ ସଂଖ୍ୟା ରହିଲେ ଏ ସଂଖ୍ୟାଟି ଆମର 2 ଦ୍ୱାରା ବିଭାଜ୍ୟ ହୋଇପାରିବ ନାହିଁ। ତାପରେ ବି ଆମେ ଦେଖିବା 3 ଦ୍ୱାରା ବିଭାଜିତ ସଂଖ୍ୟା ଗୁଡ଼ିକୁ ଆମେ ଜାଣିବା ଯେ ତାହା କେଉଁ ନିୟମ ପାଳନ କରେ। ତା ଆଗରୁ ମୋତେ କାଲି ମନେ ପଡ଼ିଲା ଯେ ଆମର ଏ ଭିଡ଼ିଓ ତ ଖାଲି ପିଲାମାନେ ନୁହେଁ, ବଡ଼ ଭାଇ ବଡ଼ ଭଉଣୀମାନେ ମଧ୍ୟ ଦେଖୁଥିବେ। ତ ମୁଁ ସବୁବେଳେ ଦେଖୁଥିବ କହୁଥାଏ ଯେ ପିଲାମାନେ ପିଲାମାନେ ପିଲାମାନେ। ତ ମୋ ଠାରୁ ଯେଉଁମାନେ ବଡ଼ ଭାଇ ଭଉଣୀମାନେ ଥିବେ ସେମାନଙ୍କୁ ଟିକେ ଅଲଗା ଲାଗୁଥିବ। ତ କ୍ଷମା କରିବେ ଆପଣମାନେ, କାହିଁକିନା ପଢ଼େଇ ପଢ଼େଇ ସବୁବେଳେ ଅଭ୍ୟାସ ହେଇଯାଇଛି, ସେଥିପାଇଁ ପାଟିରେ ପିଲାମାନେ ପିଲାମାନେ ଆସିଯାଉଛି। ଠିକ୍ ଅଛି, ଆଗକୁ ବୁଝିବାକୁ ଚେଷ୍ଟା କରିବା। ଦେଖ, ଯେଉଁ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି 3 ଦ୍ୱାରା ବିଭାଜ୍ୟ ହେବ ସେ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହେବ। ତାମାନେ ଦେଖ କିଛି ସଂଖ୍ୟା ନେଉଛି ମୁଁ 3, 4, 8, 4, 0, 5, 3, 3, 2। ଏବେ ଦେଖିବା ଏ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ କି ନୁହେଁ। କ'ଣ କହୁଛି? ତାର ସଂଖ୍ୟାମାନଙ୍କର ସମଷ୍ଟି। ଦେଖ 3 ଯୁକ୍ତ 4 ଯୁକ୍ତ 8 କ'ଣ ଆସୁଛି? ଏ ସଂଖ୍ୟାମାନଙ୍କର ସମଷ୍ଟି 3, 4, 7, 7, 8, 8, 15। 15 3 ଦ୍ୱାରା ବିଭାଜ୍ୟ କି? ହଁ, 15 3ର ପଣିକିଆରେ ଆସୁଛି 3, 5, 15। ତାମାନେ ଏ ଟୋଟାଲ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ଅଟେ। ତ ଏମିତି ଆମେ ଜାଣିପାରିବା କେଉଁ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ କି ନୁହେଁ। ସେମିତି ଆମେ ଦେଖିବା 4 ଯୁକ୍ତ 0 ଯୁକ୍ତ 5, 4 0 0 ଆର 5 9, 4 5 9, 9ଟା ଆସୁଛି 3ର ପଣିକିଆରେ, 3 3 9, ସେଥିପାଇଁ ଏ ସଂଖ୍ୟା ମଧ୍ୟ 405 ମଧ୍ୟ କ'ଣ ହେବ? 3 ଦ୍ୱାରା ବିଭାଜ୍ୟ ହେବ। ସେମିତି ଆମେ 3 ନମ୍ବର ସଂଖ୍ୟା ଦେଖିବା 3 3 2, 3 ଯୁକ୍ତ 3 ଯୁକ୍ତ 2, 3 3 6 ଆଉ 2 8। ତ କ'ଣ ଆସିଲା? 8ଟା ହେବ ଆମର ଯୁଗ୍ମ ସଂଖ୍ୟା, କିନ୍ତୁ 3 ଦ୍ୱାରା ବିଭାଜ୍ୟ ନୁହେଁ। 3ର ପଣିକିଆରେ ଆସୁନାହିଁ, 9 ଆସୁଛି ଆଉ 6 ଆସୁଛି, କିନ୍ତୁ 8ଟା ଆସୁନାହିଁ। ସେଥିପାଇଁ ଏ 3 3 2 ସଂଖ୍ୟାଟି ଆମର 3 ଦ୍ୱାରା ବିଭାଜ୍ୟ ହେବ ନାହିଁ। ଆମେ ଏମିତି ମନେ ରଖିପାରିବା। ଠିକ୍ ଅଛି, ଏବେ 4ର ଆମେ ନିୟମ ପଢ଼ିବା। 4ର ନିୟମ କ'ଣ କହୁଛି? ଯେଉଁ ସଂଖ୍ୟାର ଦଶକରେ ଓ ଏକକ ସ୍ଥାନରେ ଥିବା ଅଙ୍କଗୁଡ଼ିକୁ ନେଇ ଗଠିତ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ହେବ ସେ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ। ତାମାନେ ଯେତେ ଅଙ୍କ ସଂଖ୍ୟା ହେଉ, ଖାଲି ଆମକୁ କ'ଣ ଦରକାର? ଦଶକ ଅଙ୍କ ଓ ଏକକ ଅଙ୍କ ଦରକାର। ମାନେ ଗୋଟେ ସଂଖ୍ୟା ହେଲା 5 2 4 8।
3297 42429 242420 ଆମେ କ'ଣ ଦେଖିବା ସବୁବେଳେ ଏକକ ଓ ଦଶକ ଦେଖିବା। ଦେଖ ଏକକ ଘରେ 8 ଅଛି, ଦଶକ ଘରେ 4 ଅଛି। ତ ଏ 48ଟି କ'ଣ 4 ଦ୍ୱାରା ବିଭାଜ୍ୟ କି? ହଁ, 48କୁ ଯଦି ଆମେ 4 ଦ୍ୱାରା ହରଣ କରିବା 4 1 4 0 8 4 2 8 0 ଆସୁଛି। ତାମାନେ ଏ ସଂଖ୍ୟାଟି କ'ଣ ହେଲା 4 ଦ୍ୱାରା ବିଭାଜ୍ୟ ହେଲା। ଯଦି ତାର ଏକକ ଘର ଦଶକ ଘର କ'ଣ ହେଉଛି 4 ଦ୍ୱାରା ବିଭାଜ୍ୟ ହେଉଛି, ତାମାନେ ଏ ସଂଖ୍ୟା ବି 4 ଦ୍ୱାରା ବିଭାଜ୍ୟ। ସେମିତି ଆମେ 97 କରିବା। 97 4 ଦ୍ୱାରା ବିଭାଜ୍ୟ କି? 4 2 8 1 ବଳିଲା 7 4 4 16 1 ବଲୁଛି। ଦେଖ ଏଥିରେ 0 ଆସୁନାହିଁ ଆମର ଭାଗଶେଷ, ସେଥିପାଇଁ ଏ ସଂଖ୍ୟାଟି କ'ଣ ହେବ 4 ଦ୍ୱାରା ବିଭାଜିତ ହେବ ନାହିଁ। ଆମେ ଏମିତି ମନେ ରଖିପାରିବା। ଠିକ୍ ଅଛି, ଏ ସଂଖ୍ୟା କ'ଣ 4 ଦ୍ୱାରା ବିଭାଜିତ ନୁହେଁ, ଏ ସଂଖ୍ୟାଟି ବିଭାଜିତ। ଏବେ ଆମେ କିଛି ସମୟ ଆଗରୁ ଦେଖିବା। ଯଦି ତୁମେ ଛୋଟ ଛୋଟ ଅଙ୍କ ହେଇଥିବ ତୁମେ ନିଜେ ମଧ୍ୟ ଜାଣିପାରିବ। ଯେମିତିକି 29 ଆମ 4ର ପୁଣି କେରେ ଆସୁନି, 4 7 28 4 8 32, ତ ଏ ସଂଖ୍ୟା ବି ହେବ ନାହିଁ। ଦେଖ ତାପରେ ଏଠି 20 ଆସୁଛି, 4 5 20, ତାମାନେ ଏ ଟୋଟାଲ ସଂଖ୍ୟାଟି କ'ଣ ହେବ ଆମର 4 ଦ୍ୱାରା ବିଭାଜ୍ୟ ହେବ। ବୁଝିହେଲା? ଏବେ ଆମେ 5ର ନିୟମ ଦେଖିବା। 5 ଦ୍ୱାରା ବିଭାଜ୍ୟର ନିୟମ କ'ଣ? ଯେଉଁ ସଂଖ୍ୟାର ଏକକ ଘର ଯଦି ଅଙ୍କ 0 କିମ୍ବା 5 ଥିବ ସେ ସଂଖ୍ୟାଟି 5 ଦ୍ୱାରା ବିଭାଜ୍ୟ। ତାମାନେ ସଂଖ୍ୟା ଯାହା ହେଇଥାଉ, ଦେଖ ଆମର ଖାଲି ଏକକ ଘର ସଙ୍ଗରେ ମତଲବ, ବାକି ଘର ସଙ୍ଗରେ ଆମର କୌଣସି ମତଲବ ନାହିଁ। ତ ଏକକ କ'ଣ ଅଛି, ଏଥିରେ 5 ଅଛି, ଏଥିରେ ଏକକ ଘରେ କ'ଣ ଅଛି 2 ଅଛି, ଏଥିରେ ଘରେ 0 ଅଛି। ଦେଖ ପ୍ରଥମ ସଂଖ୍ୟାକୁ ଦେଖ, ଏକକ ଘରେ 5 ଅଛି, ଆମର ଯାହା କହୁଛି ତାହା ସାଟିସ୍ଫାଏ ହେଉଛି। ତାମାନେ ଏ ସଂଖ୍ୟା ଟୋଟାଲ ସଂଖ୍ୟାଟି 20505ଟା କ'ଣ 5 ଦ୍ୱାରା ବିଭାଜ୍ୟ ହେବ। ବୁଝିପାରିଲ? ସେମିତି ଆମେ ଦ୍ୱିତୀୟ ସଂଖ୍ୟା ଦେଖ 20482, ଏକକ ଘରେ କ'ଣ ଅଛି 2 ଅଛି, 0 କିମ୍ବା 5 ଦରକାର ଅଛି କିନ୍ତୁ ଏଥିରେ 2 ଅଛି, ସେଥିପାଇଁ ସଂଖ୍ୟା ବିଭାଜିତ ହେବ ନାହିଁ। ସେମିତି ଦେଖ 3 ନମ୍ବର ସଂଖ୍ୟା କ'ଣ ଅଛି, ଏକକ ଘରେ 0 ଅଛି, ସେଥିପାଇଁ କ'ଣ ହେବ ଏଥିରେ ଆମର ଯାହା କହୁଛି ନିୟମ ତାହା ଆମର ସାଟିସ୍ଫାଏ କରୁଛି, ସେଥିପାଇଁ ଏ ସଂଖ୍ୟା ମଧ୍ୟ କ'ଣ ହେବ 5 ଦ୍ୱାରା ବିଭାଜିତ ହେବ। ଏମିତି ଆମେ ଅତି ସହଜରେ ମନେ ରଖିପାରିବା। ସେମିତି ଆମେ 6 ଦେଖିବା। 6 ଦ୍ୱାରା ବିଭାଜ୍ୟ କେଉଁ ସଂଖ୍ୟା ହେବ ତାହା ଦେଖିବା। ଦେଖ ଆମେ ଗୋଟେ ସଂଖ୍ୟା ନେବା 20361, ସେମିତି 2242, ତାପରେ ଆଉ ଗୋଟେ ସଂଖ୍ୟା ନେବା 30242, ତାପରେ 4। ଦେଖ ଏ 3ଟି ସଂଖ୍ୟାକୁ ନେଇ ଆମେ ଦେଖିବା। କ'ଣ କହୁଛି, ଯେଉଁ ସଂଖ୍ୟାଟି 2 ଓ 3 ଦ୍ୱାରା ବିଭାଜ୍ୟ ସେ ସଂଖ୍ୟାଟି 6 ଦ୍ୱାରା ବିଭାଜ୍ୟ। ଆମେ ଜାଣିଛେ 2 ଦ୍ୱାରା ବିଭାଜ୍ୟର ନିୟମ, ତାମାନେ 2 ଦ୍ୱାରା କ'ଣ ଅଛି, ଯାହା ଏକକ ଘରେ କ'ଣ ଥିବ ଆମର ଯୁଗ୍ମ ସଂଖ୍ୟା ଥିବ। ଏକକ ଘରେ କ'ଣ ଅଛି ଦେଖ, ଏଥିରେ ପ୍ରଥମେ ଦେଖିବା ଯେ 2 ଦ୍ୱାରା ବିଭାଜ୍ୟର ନିୟମ ପାଳନ କରୁଛି କି ନାହିଁ, ତାପରେ 3 ଦ୍ୱାରା ନିୟମର ପାଳନ କରୁଛି କି ନାହିଁ। ଯଦି 2ଟାର ନିୟମ ପାଳନ କଲା ସେ ସଂଖ୍ୟାଟି 6 ଦ୍ୱାରା ମଧ୍ୟ ବିଭାଜ୍ୟ ହେଇଯିବ। ତ 2 ଦ୍ୱାରା ବିଭାଜ୍ୟ ପାଇଁ କ'ଣ ଦରକାର, ଏକକ ଘରେ ଯୁଗ୍ମ ସଂଖ୍ୟା ଦରକାର। ଦେଖ ପ୍ରଥମ ସଂଖ୍ୟାଟି 1 ରହିଲା, ଯୁଗ୍ମ ସଂଖ୍ୟା ନୁହେଁ, ତାମାନେ ଏଟା ପ୍ରଥମ ରୁଲରେ ହିଁ କଟିଗଲା। ସେମିତି 2 ନମ୍ବର ଦେଖ, ଏଥିରେ ମଧ୍ୟ 5 ଅଛି, ଏଟା ବି ଅଯୁଗ୍ମ ସଂଖ୍ୟା, ଏଥିରେ କଟିଗଲା। ତାପରେ ଦେଖ 3 ନମ୍ବର ସଂଖ୍ୟା କ'ଣ କହୁଛି, ଯୁଗ୍ମ ସଂଖ୍ୟା ଅଛି ବା 4 ଅଛି, ତ ଏଇଟା ଆମର 2ର ବିଭାଜିତ ନିୟମ ସହିତ ସାଟିସ୍ଫାଏ କରୁଛି। ଏବେ ଦେଖିବା 3ର ନିୟମ। 3ର ନିୟମ କ'ଣ ପଢ଼ିକି ଆସିছে ଆମେ ଦେଖ, ଯେ ତାର ଅଙ୍କମାନଙ୍କର ସମଷ୍ଟି କ'ଣ ହେବ 3 ଦ୍ୱାରା ବିଭାଜ୍ୟ ହେଇଥିବ। ଦେଖ ଅଙ୍କମାନଙ୍କର ସମଷ୍ଟି କ'ଣ କରିବା, 3 ଯୁକ୍ତ 0 0 2 5 5 4 9 9 2 11 ଆଉ 4 15, ଟୋଟାଲ ଅଙ୍କମାନଙ୍କର ସମଷ୍ଟି 15 ଆସିଲା, ଯାହାକି ଆମର କ'ଣ 3ର ବିଭାଜିତ ସଂଖ୍ୟା ସହିତ ମଧ୍ୟ ନିୟମର ସହିତ ମଧ୍ୟ ସାଟିସ୍ଫାଏ ହେଇଗଲା। ତ ଆମେ କହିପାରିବା ଏ ସଂଖ୍ୟାଟି କ'ଣ 2 ଓ 3 ଦ୍ୱାରା ବିଭାଜ୍ୟ, ସେଥିପାଇଁ ଏ ସଂଖ୍ୟାଟି 6 ଦ୍ୱାରା ମଧ୍ୟ ବିଭାଜ୍ୟ ହେବ ବୋଲି ଆମେ କହିପାରିବା। ଆମେ
8 ଦ୍ୱାରା ବିଭାଜ୍ୟତାର ନିୟମ ଦେଖିବା। ଦେଖ କ'ଣ କହୁଛି, ଯେଉଁ 4 ଅଙ୍କ ବା ତାଠାରୁ ଅଧିକ ଅଙ୍କ ବିଶିଷ୍ଟ ସଂଖ୍ୟାର ଶତକ, ଦଶକ ଓ ଏକକ ଅଙ୍କ ଦ୍ୱାରା ଗଠିତ ସଂଖ୍ୟା ଯଦି 8 ଦ୍ୱାରା ବିଭାଜ୍ୟ ହେବ, ସେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ। ଦେଖ ଦୁଇଟି ନମ୍ବର ଲେଖୁଛି ଆଉ ଆପଣମାନଙ୍କୁ ବୁଝଉଛି। ଯେମିତି ଲେଖିବି 8240, ଏଇଟା ଗୋଟେ ନମ୍ବର, ଆଉ ନମ୍ବର ଏଠି ଲେଖୁଛି, ଦେଖ ବୁଝିବାକୁ ସୁବିଧା ହେବ 2086। ବୁଝିହେଲା? ଦେଖ ସେ କ'ଣ କହୁଛି, ଦଶକ, ଶତକ, ଏକକ, ତାମାନେ ଶେଷ 3 ନମ୍ବରକୁ ଆମେ 8 ଦ୍ୱାରା ହରଣ କରିବା। ଦେଖ ଏଇ ଶେଷ 3 ନମ୍ବର କ'ଣ ଅଛି, 240 ଅଛି। ଏହାକୁ ଯଦି ଆମେ 8 ଦ୍ୱାରା ହରଣ କରିବା କ'ଣ ଆସିବ, 8 3 24, କଟି ଯାଉଛି 0 0, ଏଥିରେ 0 ବସିବ, ଆଉ 30ରେ କଟିଗଲା, ଆଉ ଆମର ଭାଗ ଶେଷ ମଧ୍ୟ 0 ଆସିଲା। ତ ଏଥିରେ ଆମେ କ'ଣ ଜାଣିଲେ, ଯେଉଁ ଶେଷ 3ଟି ଅଙ୍କ କ'ଣ ହେବ, 8 ଦ୍ୱାରା ବିଭାଜ୍ୟ ହେବ, ସେ ଟୋଟାଲ ସଂଖ୍ୟାଟି ମଧ୍ୟ 8 ଦ୍ୱାରା ବିଭାଜ୍ୟ ହେବ। ତାମାନେ 8240 ଏ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ଅଟେ। ଏମିତି ଆମେ ଜାଣିପାରିବା। ତାପରେ ଦେଖ 2 ନମ୍ବର ସଂଖ୍ୟା ଦେଖ 2086 ଅଛି, ତାମାନେ ଶେଷ 3 ଅଙ୍କରେ କ'ଣ ଅଛି, 086। 086କୁ ନେଇକି ଆମେ ସେମିତି କରିବା, 086 କ'ଣ କରିବା, ଆମେ 8 ଦ୍ୱାରା ହରଣ କରିବା। ତାମାନେ 0ର କିଛି ମୂଲ୍ୟ ନାହିଁ, ତାପରେ ଲେଖିବା 8 ହିଁ ଆସିବ, 8 1 8 0 ଆସିଲା 6, ତାମାନେ ଆଉ ଯିବ ନାହିଁ, ସେଇଥିପାଇଁ ଆମର ଭାଗ ଶେଷ 6 ରହିଲା। ତ ଆମର ଏଇଟା କଟିଲା ନାହିଁ 8 ଦ୍ୱାରା ଶେଷ 3 ଅଙ୍କ, ସେଇଥିପାଇଁ କ'ଣ ହେବ, ଏ ସଂଖ୍ୟାଟି ମଧ୍ୟ 8 ଦ୍ୱାରା ବିଭାଜ୍ୟ ହେବ ନାହିଁ। ଏମିତି ଆମେ 8 ଦ୍ୱାରା ବିଭାଜ୍ୟ କେଉଁ ସଂଖ୍ୟା ଆଉ କେଉଁ ସଂଖ୍ୟା ନୁହେଁ ତାହା ଆମେ ଜାଣିପାରିବା। ଆସ ଏବେ ଆମେ 9 ଦ୍ୱାରା ବିଭାଜ୍ୟ ସଂଖ୍ୟା କେମିତି ଜାଣିପାରିବା ତାହା ବୁଝିବା। 9 ଦ୍ୱାରା ବିଭାଜ୍ୟତାର ନିୟମ ବିଷୟରେ ଜାଣିବା। ଦେଖ କ'ଣ କହୁଛି, ଯେଉଁ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି ଯଦି 9 ଦ୍ୱାରା ବିଭାଜ୍ୟ ହେବ, ସେ ସଂଖ୍ୟା ମଧ୍ୟ 9 ଦ୍ୱାରା ବିଭାଜ୍ୟ ହେବ। ଦେଖ ଦୁଇଟି ସଂଖ୍ୟା ନେଉଛି, ତାହାକୁ ବୁଝିବାକୁ ଚେଷ୍ଟା କରୁଛି। ପ୍ରଥମ ସଂଖ୍ୟା ହେଲା, ଦେଖ 2089, ତାପରେ ଆଉ ଗୋଟେ ସଂଖ୍ୟା ନେବା ଏଠି 421, ତାପରେ ଆଉ କ'ଣ ନେବି 92। ଦେଖ କ'ଣ କହୁଛି, ତାହାର ସମଷ୍ଟି 9 ଦ୍ୱାରା ବିଭାଜିତ ହେବ। ତାର ସମଷ୍ଟି ବାହାର କରିବା, ଯେମିତି 2 + 0 + 8 + 9, ଏହାର ସମଷ୍ଟି କେତେ ଆସିଲା, 2 0 0 8 10 10 9 19। ଆମେ ଜାଣିଛେ ପିଲାମାନେ 19 ହେଲା 9 ଦ୍ୱାରା ବିଭାଜ୍ୟ ହେବ ନାହିଁ। ତମେ ଯଦି ଜାଣିନ ତାହେଲେ ଏମିତି କରିବ, 19କୁ 9ରେ ହରଣ କରିବ, 9 ଦୁଣେ 18 ଆସିବ, ଆଉ ତାର ଭାଗ ଶେଷ 1 ଆସିବ। ତାମାନେ 19 9 ଦ୍ୱାରା ବିଭାଜ୍ୟ ନୁହେଁ। ତାମାନେ ଏ 2089 ମଧ୍ୟ କ'ଣ 9 ଦ୍ୱାରା ବିଭାଜ୍ୟ ନୁହେଁ। ଏମିତି ଆମେ ଦ୍ୱିତୀୟ ସଂଖ୍ୟାକୁ ଆମେ ପରୀକ୍ଷା କରି ଦେଖିବା। ଦେଖ କ'ଣ କରୁଛି, 4 + 2 + 1 + 9 + 2, ତାର ସମଷ୍ଟି କେତେ ଆସିଲା, 4 ଦୁଣେ 4 2 6 7 7 9 16 2 18 ଆସିଲା। 18 9 ଦ୍ୱାରା ବିଭାଜ୍ୟ କି? ହଁ, 9 ଦୁଣେ 18 ଆସୁଛି, ଭାଗ ଶେଷ ମଧ୍ୟ 0 ରହୁଛି। ତାମାନେ ଏମିତି ଆସିଲେ ଆମେ କହିପାରିବା ଯେ ଏ ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ ବୋଲି। ଠିକ୍ ଅଛି ପିଲାମାନେ, ସେମିତି ଆମେ 10 ଦ୍ୱାରା ବିଭାଜ୍ୟତାର ନିୟମ ଜାଣିବା, ଆଉ କେଉଁ ସଂଖ୍ୟା 10 ଦ୍ୱାରା ବିଭାଜ୍ୟ ତାହା ଆମେ ବୁଝିବା। ଦେଖ 10 ଦ୍ୱାରା ବିଭାଜ୍ୟର ନିୟମ, ଯେଉଁ ସଂଖ୍ୟାର ଏକକ ସ୍ଥାନରେ 0 ଥାଏ, ସେ ସଂଖ୍ୟା ସବୁବେଳେ 10 ଦ୍ୱାରା ବିଭାଜ୍ୟ ହୋଇଥାଏ। ଏଇଟା ଅତି ସରଳ ପିଲାମାନେ, ତମେ ଯେଉଁ ସଂଖ୍ୟା ଲେଖ 12090, ତାର ଏକକ ସ୍ଥାନରେ କ'ଣ ଅଛି, 0 ଅଛି, ତାମାନେ ଏ ସଂଖ୍ୟାଟି କ'ଣ ହେବ, 10 ଦ୍ୱାରା ବିଭାଜ୍ୟ ହେବ। ସେମିତି ତମେ 4298, ଏକକ ସ୍ଥାନରେ କ'ଣ ଅଛି, 8 ଅଛି, ସେଥିପାଇଁ ଏଟା କ'ଣ 10 ଦ୍ୱାରା ବିଭାଜ୍ୟ ହେବ ନାହିଁ। ତାପରେ ଆଉ ଲେଖିବ ତମେ 42240, ଏକକ ସ୍ଥାନରେ କ'ଣ ଅଛି, 4 0 ଅଛି, ତ ଏଥିରେ କ'ଣ ହେବ, ଏ ସଂଖ୍ୟା ମଧ୍ୟ 10 ଦ୍ୱାରା ବିଭାଜିତ ହେଇଯିବ। ତମେ ଏମିତି ଅତି ସହଜରେ ଜାଣିପାରିବ। ଏଥିର ନିୟମ ଅତି ସରଳ ଥିଲା, ନାଇଁ କି? ତାପରେ ବି ଆମେ 11 ଦ୍ୱାରା ବିଭାଜ୍ୟତାର ନିୟମ ପଢ଼ିବା। ଦେଖ କ'ଣ କହୁଛି ଦେଖିବା, ଦେଇଛି ଯେଉଁ ସଂଖ୍ୟାର ଡାହାଣରୁ
ଅଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ସମଷ୍ଟି ଓ ଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ସମଷ୍ଟିର କ'ଣ ପାର୍ଥକ୍ୟ 0 କିମ୍ବା 11 ହୁଏ, ସେଟାକୁ ଆମେ କ'ଣ କହିବା? ସେ 11 ଦ୍ୱାରା ବିଭାଜ୍ୟ ସେ ସଂଖ୍ୟା ବୋଲି ଆମେ କହିବା। ଦେଖ ଦୁଇଟି ସଂଖ୍ୟା ନେଉଛି ତାହାକୁ ବୁଝେଇବାକୁ ଚେଷ୍ଟା କରୁଛି। ତିନିଟା ସଂଖ୍ୟା ନେବା, ଆରାମରେ ତମେ ବୁଝିଯିବ। ଦେଖ କେମିତି ସିଚୁଏସନ୍ ଆସିବ। ଦେଖ ଗୋଟେ ସଂଖ୍ୟା ନେଲି 4 2 8 8 ତାପରେ ନେବି 2 4 2 8 8 2। ଏଠି ଦେଖ ଏହାର ଅଯୁଗ୍ମ ସ୍ଥାନୀୟର ଅଙ୍କର ଆମେ ସମଷ୍ଟି ଦେଖିବା। ଦେଖ 4 ସଙ୍ଗେ ଅଯୁଗ୍ମ କ'ଣ ହେବ? 1 ସ୍ଥାନରେ ଅଛି, ତାପରେ 3 ନମ୍ବର ସ୍ଥାନରେ ଅଛି, ତାପରେ 5 ନମ୍ବର ସ୍ଥାନରେ ଅଛି। ଏହାକୁ ଆମେ ମିଶାଇବା। କ'ଣ କରିବା? 4 ଯୁକ୍ତ 8 ଯୁକ୍ତ 2। ଆମେ 4 8 12 2 14 ଆସିଲା। ତାପରେ ଯୁଗ୍ମ ସ୍ଥାନୀୟ 2 ଆଉ 4 ଜାଗାରେ କିଏ ଅଛି? 8 ଆଉ ଯୋଗ 2 କ'ଣ ଆସିଲା? 10। ଏମାନଙ୍କର ଏ ସଂଖ୍ୟା ଦୁଇଟି କ'ଣ ଆସିଲା? 14 ଆଉ 10। ଏହାର କ'ଣ ପାର୍ଥକ୍ୟ କେତେ ଆସିଲା? 4। ତାମାନେ କ'ଣ କହୁଛି? ଏ ପାର୍ଥକ୍ୟଟା କେତେ ଆସିବାର ଅଛି? 0 କିମ୍ବା 11 ଆସିବାର ଅଛି। ତାହେଲେ ଯାଇକି ସେ ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ ହେବ। ଏବେ ଦେଖ ମୁଁ ତିଆରି କରୁଛି ଯେଉଁଟାକି 11 ଦ୍ୱାରା ବିଭାଜ୍ୟ ହେବ। ସେମିତି ସଂଖ୍ୟା ମୁଁ ନିଜେ ତିଆରି କରୁଛି ଆଉ ତୁମକୁ ବୁଝେଇବାକୁ ଚେଷ୍ଟା କରୁଛି। କେମିତି ସିଚୁଏସନ୍ ଆସିଲେ ତୁମେ କହିପାରିବ ଯେ ଏ ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ। ଦେଖ ମୁଁ ଲେଖୁଛି, ଦେଖ 4 2 8 0 8 ତାପରେ ଆଉ କ'ଣ ହେବ? 7। ଦେଖ ଏ ସଂଖ୍ୟାକୁ ମୁଁ ନିଜେ ତିଆରି କରିଛି, ଏଇଟା ହେବ 11 ଦ୍ୱାରା ବିଭାଜ୍ୟ। କେମିତି ହେବ ସାର୍? ତ ବୁଝେଇକି କୁହ। ତାପରେ ଦେଖ ମୁଁ ତୁମକୁ ବୁଝେଇବାକୁ ଚେଷ୍ଟା କରୁଛି। ଦେଖ ଆମେ ଅଯୁଗ୍ମ ସ୍ଥାନରେ ସଂଖ୍ୟା ଯାହା ଅଛି ତାହାକୁ ଯୋଗ କରିଦେବା। ଯେନ୍ତାକି 1 ନମ୍ବର ସ୍ଥାନ ସହିତ 3 ନମ୍ବର ସ୍ଥାନ, ତାପରେ 5 ନମ୍ବର ସ୍ଥାନ। 4 ଯୁକ୍ତ 8 ଯୁକ୍ତ 8 ପଳେଇ ଆସିଲା। କେତେ ଆସିଲା? 4 ଆଉ 8 12 8 20 ଆସିଗଲା। ତାପରେ ଦେଖ ଯୁଗ୍ମ ସ୍ଥାନର ସଂଖ୍ୟା ସହିତ ଆମେ ଯୋଗ କରିବା। 1 ସଂଖ୍ୟା 2 ନମ୍ବର ସ୍ଥାନର ସଂଖ୍ୟା ସହିତ 4 ନମ୍ବର ସ୍ଥାନର ଓ 6 ନମ୍ବର ସ୍ଥାନର। ଉପରେ କ'ଣ ଆସିଲା? 2 ଆସିଲା, ଯୁକ୍ତ 0 ଆସିଲା, ଆଉ ଯୁକ୍ତ 7 ଆସିଲା। 2 ଆଉ 0 0 2 ଆଉ 0 2 ଆଉ 7 9 ଆସିଲା। ଏବେ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ ରହିଲା ତାହା ଦେଖ। 20 ଆଉ 9 ମଧ୍ୟରେ ଆମର ପାର୍ଥକ୍ୟ ରହିଲା 11। ତାହାର କ'ଣ ହେଲା? ଆମର ଯାହା କହୁଛି ନିୟମରେ ତାହା ପାଳନ କରୁଛି। ଦେଖ ତାହାର ପାର୍ଥକ୍ୟ 11 କିମ୍ବା 0 ଯଦି ଆସିବ, ତାହେଲେ ଆମେ ସେ ସଂଖ୍ୟାକୁ କ'ଣ କରିବା? ଆମେ କହିପାରିବା ଯେ ସେ ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ ବୋଲି। ଠିକ୍ ଅଛି, ଆଶା କରୁଛି ବୁଝିପାରିଥିବ। ଦେଖ ତୁମ ପାଇଁ ଆଉ ଗୋଟେ ଉଦାହରଣ ନେଇ କରୁଛି, ଯାହା ପାଇଁ ସେଥିରେ ତୁମକୁ ଆହୁରି ବୁଝିବା ସହଜ ହେଇଯିବ। ଠିକ୍ ଅଛି, ଦେଖ ଆଉ ଗୋଟେ ନିଜେ ତୁମେ ଏମିତି ସଂଖ୍ୟା ମଧ୍ୟ ତିଆରି କରିକି କରିପାରିବ। ଦେଖ ଗୋଟେ ଅଛି ସଂଖ୍ୟା 2037। ଠିକ୍ ଅଛି, 2037 5 20 ତାପରେ ଆଉ କ'ଣ ନେଇପାରିବା? ଦେଖ ତାପରେ 3 ନେଲି। ଦେଖ ଏ ସଂଖ୍ୟାକୁ ତୁମକୁ ପରୀକ୍ଷା କରିକି ଦେଖାଉଛି। ଦେଖ 1 ନମ୍ବର ଜାଗା ଅଛି ଏଇଟା, ଏଇଟା 3 ନମ୍ବର, ଏଇଟା 2 ନମ୍ବର ଜାଗା, ଏଇଟା 4 ନମ୍ବର ଜାଗା ଅଙ୍କ, ତାପରେ ଏଇଟା 5 ନମ୍ବର ଅଙ୍କ, ଏଇଟା 6 ନମ୍ବର ଅଙ୍କ। ମୁଁ ବୁଝିପାରୁଛି ନା କ'ଣ କହିବାକୁ ଚାହୁଁଛି? 1 ନମ୍ବର ସ୍ଥାନରେ ଥିବା ଅଙ୍କ ସହିତ ଆମେ କାହାକୁ 3 ନମ୍ବର ଆଉ 5 ନମ୍ବର ଥିବା ଅଙ୍କ ସହିତ ଆମେ ଯୋଗ କରିବା। ତାପରେ 1 ନମ୍ବରରେ କ'ଣ ଅଛି? ଦେଖ 2, ତାପରେ 3 ନମ୍ବରରେ କ'ଣ ଅଛି? 3, ତାପରେ 5 ନମ୍ବରରେ କ'ଣ ଅଛି? 5 ଅଛି। ଏହାକୁ ଯୋଗ କରିଦେଲେ ଆମେ କ'ଣ ମିଳୁଛି? 2 3 5 5 10 ଆମର ମିଳିଯାଉଛି। ତାପରେ ଆଉ କ'ଣ ଦେଖିବା? ଦେଖ ଆମକୁ 10 ମିଳିଗଲା। ତାପରେ ଦେଖ ଯାହା 2 ନମ୍ବର ଜାଗାରେ ଅଛି ତାହା ସହିତ ଆମେ 4 ନମ୍ବର ଓ 6 ନମ୍ବର
ସ୍ଥାନରେ ଥିବା ସଂଖ୍ୟାକୁ ଯୋଗ କରିବା। 2 ନମ୍ବର ଜାଗାରେ ଅଛି 0 ଯୋଗ 4 ନମ୍ବର ଜାଗାରେ ଅଛି 7 ଯୋଗ 6 ନମ୍ବର ଜାଗାରେ ଅଛି 3। ଏହାକୁ ଆମେ ଯୋଗ କଲେ କ'ଣ ପାଇବା? 0 ଆଉ 7 ଯୋଗ କଲେ 7 ଆଉ 3 10। ଏ ଦୁଇଟା ସଂଖ୍ୟା ଯେଉଁ ଆସିଲା ତାହାକୁ ଆମେ ପାର୍ଥକ୍ୟ ଦେଖିବା। 10 10 ମଧ୍ୟରେ ପାର୍ଥକ୍ୟ କେତେ? 0 ଆସିଗଲା। ଏମିତି ଯଦି 0 କିମ୍ବା 11 ଆସିବ ସେ ସଂଖ୍ୟାକୁ ଆମେ 11 ଦ୍ୱାରା ବିଭାଜ୍ୟ ବୋଲି କହିପାରିବା। ଦେଖ ପିଲାମାନେ, ତମ ପାଇଁ 2ଟି ଉଦାହରଣ ଦେଇ ଅତି ସହଜରେ ବୁଝେଇବାକୁ ଚେଷ୍ଟା କରୁଛି। ପିଲାମାନେ, ଆମର ଯଦି ଭିଡ଼ିଓ ଭଲ ଲାଗୁଥିବ, ଭଲରେ ବୁଝିପାରୁଥିବ, ତାହେଲେ ଆମ ସହିତ ଯଦି ଯୋଡ଼ି ରହିବାକୁ ଚାହୁଁଛ, ତାହେଲେ କ'ଣ କରିବ? ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରିକି ରଖିବ। ଆମର ଭିଡ଼ିଓ ଭଲ ଲାଗୁଥିଲେ ଆମ ଭିଡ଼ିଓରେ ଗୋଟେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି ପିଲାମାନେ, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।